ଆପଣ କେବେ ଭାବିଛନ୍ତି କି ଯେ ଦିନ ରାତି ମନ୍ଦିର ଯାଏ ନିଷ୍ଠାର ସହ ବ୍ରତ ପାଳନ କରେ ଏବଂ କାହାର ଅନିଷ୍ଟ ଚାହେଁ ନାହିଁ, ସେ କାହିଁକି ସବୁବେଳେ ଦୁଃଖ ଆଉ ଅଭାବରେ ରହେ? ଅନ୍ୟପଟେ ଯିଏ ଅଧର୍ମ କରେ, ମିଛ କହେ ଏବଂ ଭଗବାନଙ୍କୁ ଗାଳି ଦିଏ, ସେ କାହିଁକି ପ୍ରାସାଦରେ ରହେ ଏବଂ ସୁଖ ଭୋଗ କରେ? କ'ଣ ଭଗବାନ ଅନ୍ଧ? କ'ଣ ସେ ଆପଣଙ୍କ ଡାକ ଶୁଣୁନାହାନ୍ତି? ନମସ୍କାର ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା କାହିଁକି ଭଗବାନ ନିଜର ପ୍ରିୟ ଭକ୍ତଙ୍କୁ ହିଁ ଅଧିକ କଷ୍ଟ ଦେଇଥାନ୍ତି। ଏହାର ରହସ୍ୟ ଆମ ଶାସ୍ତ୍ରରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଥରେ ଦେବର୍ଷି ନାରଦ ବୈକୁଣ୍ଠରେ ପ୍ରଭୁ ବିଷ୍ଣୁଙ୍କୁ ଏହି ସମାନ ପ୍ରଶ୍ନ ପଚାରିଲେ। ପ୍ରଭୁ ହସି ଦେଇ କହିଲେ, ନାରଦ, ମୁଁ କାହାକୁ ଦୁଃଖ ଦିଏ ନାହିଁ, କେବଳ ସେମାନଙ୍କର କର୍ମର ପରିଣାମକୁ ସହଜ କରିଦିଏ। ଚାଲ ଗୋଟିଏ ଉଦାହରଣ ଦେଉଛି ତୁମକୁ। ପୃଥିବୀ ପୃଷ୍ଠରେ ଦୁଇ ଜଣ ବ୍ୟକ୍ତି ଥିଲେ। ଜଣେ ଥିଲା ପରମ ଭକ୍ତ, ଯିଏ ଗରିବ ହେଲେ ମଧ୍ୟ ସବୁବେଳେ ନାରାୟଣ ନାମ ଜପ କରୁଥିଲା। ଅନ୍ୟ ଜଣକ ଥିଲା ଏକ ଅତ୍ୟନ୍ତ ଦୁଷ୍ଟ ବ୍ୟକ୍ତି, ଯିଏ ଚୋରି ଏବଂ ପାପ କାମରେ ଲିପ୍ତ ଥିଲା। ଦିନେ ସେହି ଦୁଷ୍ଟ ବ୍ୟକ୍ତିଟି ରାସ୍ତାରେ ଯାଉଥିବା ବେଳେ ତାକୁ ଏକ ସୁନା ମୋହର ଭର୍ତ୍ତି ଥାଳି ମିଳିଲା। ସେ ଖୁସିରେ ନାଚିବାକୁ ଲାଗିଲା ଏବଂ କହିଲା, ଲୋକେ ପାଗଳ ଯେଉଁମାନେ ପୂଜା କରନ୍ତି, ଦେଖ ମୁଁ ପାପ କରି ମଧ୍ୟ କେତେ ଧନୀ ହୋଇଗଲି। ଠିକ୍ ସେହି ସମୟରେ ଭକ୍ତଟି ମନ୍ଦିରରୁ ଫେରୁଥିଲା। ହଠାତ୍ ତା ଗୋଡ଼ରେ ଏକ କଣ୍ଟା ଫୁଟିଗଲା ଏବଂ ସେ ଯନ୍ତ୍ରଣାରେ ଚିତ୍କାର କଲା। ତା ଗୋଡ଼ରୁ ପ୍ରଚୁର ରକ୍ତ ବୋହିବାକୁ ଲାଗିଲା। ନାରଦ ଏହା ଦେଖି ବିଚଳିତ ହୋଇଗଲେ। ସେ ପ୍ରଭୁଙ୍କୁ କହିଲେ, ପ୍ରଭୁ, ଏହା କିପରି ଅନ୍ୟାୟ? ପାପୀକୁ ଧନ ଏବଂ ଭକ୍ତକୁ ରକ୍ତାକ୍ତ କ୍ଷତ। ଶ୍ରୀକୃଷ୍ଣ କହିଲେ, ନାରଦ, ସେହି ପାପୀର ପ୍ରାରବ୍ଧ ଅନୁସାରେ ଆଜି ତାକୁ ଏକ ବଡ଼ ସାମ୍ରାଜ୍ୟର ରାଜା ହେବାର ଥିଲା, କିନ୍ତୁ ତାର ଏହି ଜନ୍ମର ପାପକର୍ମ ଯୋଗୁଁ ସେହି ରାଜଯୋଗ କେବଳ ଏକ ମୁଠା ସୁନା ମୋହରରେ ସୀମିତ ହୋଇଗଲା। କିନ୍ତୁ ସେହି ଭକ୍ତର ଭାଗ୍ୟରେ ଆଜି ଶୂଳି ଥିଲା, ତାର ମୃତ୍ୟୁ ହେବାର ଥିଲା, କିନ୍ତୁ ତାର ଭକ୍ତି ଏବଂ ମୋ ଉପରେ ଥିବା ବିଶ୍ୱାସ ଯୋଗୁଁ ମୁଁ ସେହି ମୃତ୍ୟୁଦଣ୍ଡକୁ କେବଳ ଏକ କଣ୍ଟା ଫୁଟିବା ଦୁଃଖରେ ବଦଳାଇ ଦେଲି। ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ, ଯଦି ଭଗବାନ ଭକ୍ତଙ୍କୁ ଭଲ ପାଆନ୍ତି, ତେବେ ପୁରାପୁରି ଦୁଃଖ କାହିଁକି ଦୂର କରନ୍ତି ନାହିଁ? ଏହାର ତିନୋଟି ମୁଖ୍ୟ ରହସ୍ୟ ରହିଛି। ପ୍ରଥମଟି ହେଉଛି ଶୁଦ୍ଧିକରଣ। ଯେପରି ଅଶୁଦ୍ଧ ସୁନାକୁ ଶୁଦ୍ଧ 24 କ୍ୟାରେଟ୍ ସୁନା କରିବା ପାଇଁ ଅତ୍ୟଧିକ ନିଆଁରେ ପୋଡ଼ିବାକୁ ପଡ଼େ, ସେହିପରି ଜଣେ ଭକ୍ତକୁ ପରମ ପଦ ଦେବା ପୂର୍ବରୁ ଭଗବାନ ତାକୁ ଦୁଃଖର ନିଆଁରେ ପୋଡ଼ି ତାର ସମସ୍ତ ଗର୍ବ, ଅହଙ୍କାର ଏବଂ ପୂର୍ବ ପାପକୁ ଶେଷ କରିଦିଅନ୍ତି। ଦ୍ୱିତୀୟ ହେଲା ଭଗବାନଙ୍କୁ ମନେ ରଖିବାର ଏକମାତ୍ର ମାଧ୍ୟମ। କୁନ୍ତୀ ମାତା ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ବର ମାଗିଥିଲେ, ପ୍ରଭୁ ମୋତେ ସବୁବେଳେ ଦୁଃଖ ଦିଅ, କାରଣ ସୁଖରେ ମଣିଷ ଅନ୍ଧ ହୋଇ ଭଗବାନଙ୍କୁ ଭୁଲିଯାଏ, କିନ୍ତୁ ଦୁଃଖରେ ସେ ଭଗବାନଙ୍କୁ ପ୍ରକୃତରେ ହୃଦୟରୁ ଡାକିଥାଏ। ଦୁଃଖ ହେଉଛି ଭଗବାନଙ୍କୁ ମନେ ରଖିବାର ଏକ ରାସ୍ତା। ତୃତୀୟ ହେଉଛି କର୍ମର ଶୃଙ୍ଖଳା। ଭଗବାନ ମଧ୍ୟ ପ୍ରକୃତିର ନିୟମ ଭାଙ୍ଗନ୍ତି ନାହିଁ। ଆମେ ଯେଉଁ ପାପ ପୂର୍ବ ଜନ୍ମରେ କରିଛୁ, ତାହା ଆମକୁ ନିଶ୍ଚୟ ଭୋଗିବାକୁ ପଡ଼ିବ। ଭଗବାନ ଚାହାନ୍ତି ନାହିଁ କି ତାଙ୍କ ଭକ୍ତ ପୁଣି ଥରେ ଜନ୍ମ ହେଉ, ତେଣୁ ସେ ଭକ୍ତଙ୍କୁ ଅଳ୍ପ ଅଳ୍ପ ଦୁଃଖ ଦେଇ ଏହି ଜନ୍ମରେ ହିଁ ତାର ସବୁ ହିସାବ କିତାବ ସାରି ଦିଅନ୍ତି, ଯେପରି ସେ ମୃତ୍ୟୁ ପରେ ସିଧା ମୋକ୍ଷ ପାଇପାରିବ। ବନ୍ଧୁଗଣ, ଯଦି ଆଜି ଆପଣ ଦୁଃଖୀ ଅଛନ୍ତି, ତେବେ ଆଦୌ ହତାଶ ହୁଅନ୍ତୁ ନାହିଁ। ମନେ ରଖନ୍ତୁ, ଭଗବାନ ସେହି ପରୀକ୍ଷାର୍ଥୀଙ୍କୁ ହିଁ କଠିନ ପ୍ରଶ୍ନ ପଚାରନ୍ତି, ଯାହାକୁ ସେ ଜଣେ ଉତ୍ତମ ଛାତ୍ର ବୋଲି ଜାଣିଥାନ୍ତି। ଆପଣଙ୍କ ଦୁଃଖ ଏହି କଥାର ପ୍ରମାଣ ଯେ ଭଗବାନ ଆପଣଙ୍କ ସାଥିରେ ନିଶ୍ଚୟ ଅଛନ୍ତି ଏବଂ ସେ ଆପଣଙ୍କୁ ବହୁତ ବଡ଼ କିଛି ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି। ବନ୍ଧୁଗଣ, ଯଦି ଆଜିର ଏହି କଥାଟି ଆପଣଙ୍କୁ ଟିକେ ବି ଶକ୍ତି ଦେଇଥାଏ, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ନିଶ୍ଚୟ ଜୟ ଶ୍ରୀକୃଷ୍ଣ ଲେଖିଦିଅନ୍ତୁ। ଏମିତି ଆଧ୍ୟାତ୍ମିକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବନ୍ଧୁମାନଙ୍କ ସହ ସେୟାର କରିଦିଅନ୍ତୁ। ରହୁଛି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓ ସହିତ। ଜୟ ଜଗନ୍ନାଥ।
ଧନ୍ୟବାଦ।